ଏହି ମାସରେ ସରକାର ଦେବେ ପିଏମ୍ କିଷାନ ଯୋଜନାର 16ତମ କିସ୍ତି। ଜାଣନ୍ତୁ କେଉଁ ଚାଷୀମାନଙ୍କୁ ମିଳିବ ଲାଭ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ଚାଷୀମାନଙ୍କୁ ଆଉ ଥରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ଏହି ଯୋଜନା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପିଏମ୍ କିଷାନ ସମ୍ମାନ ନିଧି ଯୋଜନା। ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ବାର୍ଷିକ 6,000 ଟଙ୍କା ଯୋଗାଇ ଦିଆଯାଉଛି। ଏହି ରାଶି କିସ୍ତି ଆକାରରେ ଦିଆଯାଏ। ଏଥିରେ ବର୍ଷରେ 3ଟି କିସ୍ତି ହୁଏ। ପ୍ରତ୍ୟେକ କିସ୍ତିରେ 2,000 ଟଙ୍କା ଲେଖାଏଁ ପାଇଥାନ୍ତି। ଏହି ଯୋଜନା ଅଧୀନରେ ପ୍ରକାଶିତ ପରିମାଣ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କର ବ୍ୟାଙ୍କ ଆକାଉଣ୍ଟରେ 15ତମ କିସ୍ତି ଦେଇସାରିଛନ୍ତି। କୃଷକମାନେ ବର୍ତ୍ତମାନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ 16ତମ କିସ୍ତି ପାଇବା ଅପେକ୍ଷାରେ ରହିଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ 24 ସୁଦ୍ଧା ସରକାର ଏହି ଯୋଜନାର ପରିମାଣ କୃଷକଙ୍କ ଆକାଉଣ୍ଟକୁ ଜମା କରିପାରନ୍ତି। 15 ନଭେମ୍ବର 2023ରେ ଝାଡ଼ଖଣ୍ଡ ଗସ୍ତ ସମୟରେ ପିଏମ୍ ମୋଦି ଏହି ଯୋଜନାର କିସ୍ତି ଜାରି କରିଥିଲେ। ପ୍ରତିବର୍ଷ ସରକାର ଏପ୍ରିଲ ଜୁଲାଇରେ ପ୍ରଥମ କିସ୍ତି ଦିଅନ୍ତି, ଅଗଷ୍ଟରୁ ନଭେମ୍ବରରେ ଦ୍ୱିତୀୟ କିସ୍ତି ଏବଂ ଡିସେମ୍ବର ଓ ମାର୍ଚ୍ଚରେ ତୃତୀୟ କିସ୍ତି ଜାରି କରିଥାନ୍ତି। ଏହି ବର୍ଷ 2023-24ରେ କୃଷକମାନେ ଏହି ଯୋଜନାର 2ଟି କିସ୍ତି ପାଇଛନ୍ତି। 15ତମ କିସ୍ତି ସରକାର 11 କୋଟିରୁ ଅଧିକ ଚାଷୀ ଆକାଉଣ୍ଟକୁ ପଠାଇଛନ୍ତି। ଯଦି ଆପଣ ମଧ୍ୟ ଏହି ଯୋଜନାରେ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଆପଣ 1555261 କିମ୍ବା 18001155526 ଟୋଲ୍ ଫ୍ରି ନମ୍ବର କିମ୍ବା 01123381092 ସହିତ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ ଆପଣ ଇମେଲ୍ ମଧ୍ୟ କରିପାରିବେ। ଏହି କୃଷକମାନଙ୍କୁ ମିଳିବନି ଲାଭ। ଠକେଇକୁ ରୋକିବା ପାଇଁ ପିଏମ୍ କିଷାନ ଯୋଜନାରେ ନିୟମ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ଏହି ଯୋଜନାର ଲାଭ ସେହି କୃଷକମାନେ ପାଇବେ ଯେଉଁମାନେ EKYC ଏବଂ ଜମି ଯାଞ୍ଚ କରାଇଛନ୍ତି। EKYC ଏବଂ ଜମି ଯାଞ୍ଚ କରିବା ବାଧ୍ୟତାମୂଳକ। ଯଦି ଆପଣ ଏହି ଯୋଜନାରେ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଶୀଘ୍ର EKYC ଏବଂ ଜମି ଯାଞ୍ଚ କରିବାକୁ ପଡ଼ିବ। ଯେଉଁ କୃଷକମାନେ EKYC କରିନାହାନ୍ତି ଏବଂ ଜମି ଯାଞ୍ଚ କରିନାହାନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ଧନ୍ୟବାଦ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।